ମହାକୁମ୍ଭ ଚାଲିଛି। କଣ ହେଲା, ଯେତେବେଳେ ଜଣେ ସାଧୁଙ୍କୁ ଗଙ୍ଗା ସ୍ନାନ କରିବା ପାଇଁ ରୋକି ଦିଆଗଲା, ଗଙ୍ଗା ଘାଟର ସେହି ସ୍ଥାନରେ ଏକ ଏମିତି ଚମତ୍କାର ଘଟଣା ଘଟିଲା, ଶୁଣିଲେ ଆପଣଙ୍କର ରୋମ ଟାଙ୍କୁରି ଉଠିବ। ଏବେ ଶତାବ୍ଦୀର ସବୁଠୁ ବଡ଼ ମହାକୁମ୍ଭ ମେଳା ଚାଲିଛି। ଏହି ମହାକୁମ୍ଭର ସବୁଠୁ ବଡ଼ ସ୍ୱତନ୍ତ୍ରତା ରହିଛି। ଗଙ୍ଗା ସ୍ନାନ କଲେ ଜୀବନ ସାର୍ଥକ ହୋଇଯାଏ। ଏଥିପାଇଁ ଦେଶ ବିଦେଶରୁ କୋଟି କୋଟି ଲୋକ ଏବେ ପ୍ରୟାଗରାଜରେ ଡେରା ପକାଇଛନ୍ତି। ହେଲେ ଏବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି, ସେଇଟା ସମସ୍ତଙ୍କର ହୋସ ଉଡ଼ାଇ ଦେଇଛି। ଗଙ୍ଗା ସ୍ନାନ କରିବା ପାଇଁ ଜଣେ ସାଧୁଙ୍କୁ ଯେତେବେଳେ ରୋକାଗଲା, ଏକ ବିରାଟ ଘଟଣା ଘଟିଯାଇଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓର ମଝି ଭାଗରେ ସେ ଘଟଣାର ପୁରା ବିବରଣୀ ରହିଛି, ତେଣୁ ଭିଡିଓ ଶେଷ ଯାଏଁ ଦେଖନ୍ତୁ। ମହାକୁମ୍ଭ ସାଧୁଙ୍କ ବିନା ଅଧୁରା, କାହିଁକି ନା ଏ ମହାକୁମ୍ଭ ସନ୍ଥଙ୍କର ଆଗମନ ଓ ସ୍ନାନ ପରେ ହିଁ ସମ୍ପୂର୍ଣ୍ଣ ଧରାଯାଏ। ଦେଶ ସାରା ବହୁ ସାଧୁ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ହିଁ ପହଞ୍ଚି ଯାଇଛନ୍ତି। ହେଲେ ଆଜିର ଏ ଘଟଣା ଆରମ୍ଭ ହୁଏ ମଧ୍ୟପ୍ରଦେଶ ମହେଶ୍ୱରରେ ରହୁଥିବା ରାଧାନନ୍ଦ ମହାରାଜଙ୍କ ଠାରୁ। ରାଧାନନ୍ଦ ମହାରାଜା ସବୁବେଳେ ଭୋର 4ଟାରେ ଥଣ୍ଡା ପାଣିରେ ସ୍ନାନ କରୁଥିଲେ ଆଉ ଭିକ୍ଷା ପାଇଁ ବାହାରି ପଡୁଥିଲେ। ସେ ତାଙ୍କ ଜୀବନ କାଳରେ ସାଂସାରିକ ସୁଖ ସୁବିଧା ତ୍ୟାଗ କରି ତପସ୍ୟା କରୁଥିଲେ ଆଉ ସେ ବହୁ ସିଦ୍ଧି ପ୍ରାପ୍ତ କରିଥିଲେ। ସେ ମହେଶ୍ୱର ଘାଟ ପାଖରେ ହିଁ ରହୁଥିଲେ। ମହାକୁମ୍ଭ ଆରମ୍ଭ ହେଉ ସେ ସେଠାକୁ ଯିବା ପାଇଁ ବାହାରି ପଡ଼ିଲେ। ପ୍ରାୟ 1 ମାସ ଆଗରୁ ସେ ବାହାରି ପଡ଼ିଥିଲେ, କାରଣ ସେ ସେହି ପୁଣ୍ୟ ସ୍ଥଳରେ 2 ମାସ ବିତାଇବାକୁ ଚାହୁଁଥିଲେ। ସେ ଜାଣିଥିଲେ କି ମହାକୁମ୍ଭ ଏକ ଏମିତି ସ୍ଥାନ ଯେଉଁଠି ସ୍ୱୟଂ ଦେବୀ ଦେବତା ସେ ସ୍ଥାନରେ ବିରାଜମାନ କରୁଥାନ୍ତି। ସେଠାରେ ତପଜପ ଓ ଧ୍ୟାନ କରିବା ବହୁତ ଫଳଦାୟୀ ଅଟେ। ସେ ପ୍ରୟାଗରାଜରେ ଭୋର 3ଟାରେ ପହଞ୍ଚିଗଲେ। ସେ ସବୁଦିନ ଭୋର 4ଟାରେ ସ୍ନାନ କରୁଥିଲେ, ତେଣୁ ସେ ଗଙ୍ଗା ଘାଟରେ ପହଞ୍ଚିଗଲେ। ସେତେବେଳେ ଗଙ୍ଗାନଦୀ ଘାଟରେ ସଫେଇ କାମ ଚାଲୁଥିଲା। ଗଙ୍ଗା ମାତାଙ୍କୁ ଦେଖି ସେ ଖୁସିରେ ଗଦଗଦ ହୋଇଗଲେ। ଯେତେବେଳେ ସେ ନିଜ ପୋଷାକ ଖୋଲି ଗଙ୍ଗାରେ ସ୍ନାନ କରିବା ପାଇଁ ଆଗକୁ ବଢ଼ିଲେ, ସେଠାରେ ଉପସ୍ଥିତ ନଗର ନିଗମର କିଛି ଅଧିକାରୀ ତାଙ୍କୁ ରୋକିଦେଲେ। ସେ କହିଲେ କି ଆପଣ ଏବେ ସ୍ନାନ କରିପାରିବେନି, କାରଣ ଏବେ ସଫେଇ କାମ ଚାଲିଛି। ପ୍ରୟାଗରାଜରେ ସବୁଦିନ ଭୋରୁ ସଫେଇ କାମ ଚାଲୁଥିଲା, ଫଳରେ ଦିନରେ ସ୍ନାନ ସମୟରେ ଶ୍ରଦ୍ଧାଳୁଙ୍କୁ ଯେମିତି କିଛି ବି ସମସ୍ୟା ହେବନି। ରାଧାନନ୍ଦ ମହାରାଜ ବହୁତ ଧୈର୍ଯ୍ୟବାନ ଥିଲେ। ସେ ସଫେଇ ଅଧିକାରୀଙ୍କୁ ବୁଝାସୁଝା କଲେ କି ସଫେଇ କରିବା ଭଲ କଥା, କିନ୍ତୁ ଭୋର 4ଟାରେ ସ୍ନାନ କରିବା ମୋ ଜୀବନର ନିୟମ। ଆଜି ଯେତେବେଳେ ମୁଁ ଏଠାରେ ପହଞ୍ଚି ଯାଇଛି, ମୁଁ ଗଙ୍ଗା ନଦୀରେ ହିଁ ସ୍ନାନ କରିବି। ମୁଁ ଏକା ଏକା ସ୍ନାନ କଲେ ନା ତମର ବ୍ୟବସ୍ଥା ବିଗିଡ଼ିବ ନା ମତେ କିଛି ସମସ୍ୟା ହେବ। ହେଲେ ଅଧିକାରୀମାନେ ପ୍ରବଳ ରାଗିଗଲେ। କହିଲେ ଆପଣ କାହିଁକି ଜିଦ୍ କରୁଛନ୍ତି? କାହିଁକି ଆପଣଙ୍କୁ 4ଟାରେ ସ୍ନାନ କରିବାର ଅଛି? ଏବେ ପୁରା ଦିନ ପଡ଼ିଛି। ଏବେ କଣ ଏଠାରେ କିଏ ବି ମଣିଷ ସ୍ନାନ କରିବା ଦେଖୁଛନ୍ତି କି? ଆପଣଙ୍କ ପାଖରେ କଣ ଏତେ ଶକ୍ତି ଅଛି ଯେ ଭୋରୁ ଏତେ ଥଣ୍ଡା ପାଣିରେ ସ୍ନାନ କରିପାରିବେ? ବେକାର କଥା କୁହନ୍ତୁନି, ଏଠାରୁ ଚାଲି ଯାଆନ୍ତୁ। ସେତେବେଳେ ଯାଏଁ ରାଧାନନ୍ଦ ମହାରାଜ ବିନମ୍ର ଥିଲେ, ଧୈର୍ଯ୍ୟ ଧରି ଶୁଣୁଥିଲେ। ହେଲେ ଅଧିକାରୀଙ୍କର ଅପଶବ୍ଦ ଶୁଣିକି ତାଙ୍କୁ ବହୁତ ଖରାପ ଲାଗିଲା। ସେ ଜାଣିଥିଲେ କି ଗଙ୍ଗା ନଦୀ ଉପରେ କାହାର ଅଧିକାର ନାହିଁ। ସେ ତ ସାକ୍ଷାତ ମହାଦେବଙ୍କର ଜଟାରୁ ବାହାରିଛନ୍ତି, ଯେଉଁଥିରେ ସମସ୍ତଙ୍କର ନିଜର ପାପ ଧୋଇବାର ଅଧିକାର ଅଛି, ଆଉ ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ବି ନଥାଏ। ସେତେବେଳେ ରାଧାନନ୍ଦ ମହାରାଜ ସେ ଅଧିକାରୀଙ୍କୁ କିଛି କହିଲେନି। ଘାଟ ସାମ୍ନାରେ ଧ୍ୟାନ ଅବସ୍ଥାରେ ବସିଗଲେ। ସମସ୍ତଙ୍କୁ ଲାଗିଲା କି ସାଧୁ ମହାରାଜ ମାନିଗଲେ ଆଉ ପଛକୁ ହଟିଗଲେ। ଯେତେବେଳେ ପୁଣି ଘାଟ ସଫା କରିବା ପାଇଁ ମେସିନ ଷ୍ଟାର୍ଟ ହେଲା, ଅଚାନକ ଏକ ବିରାଟ ଘଟଣା ଘଟିଲା। ସେ ସବୁ ସଫେଇ ଗାଡ଼ି ଷ୍ଟାର୍ଟ ହେଲାନି। ଲାଗୁଥିଲା କି ଯେମିତି ମେସିନ ଜାମ୍ ହୋଇଯାଇଥିଲା, ନହେଲେ ଭିତରୁ କଣ ସମସ୍ୟା ରହିଗଲା। ଅଧିକାରୀ ସଫେଇ ଗାଡ଼ି ଗୁଡ଼ିକର ଯାଞ୍ଚ କଲେ। ସମସ୍ତେ ଭାବିଲେ କି ଏଥର ଗାଡ଼ି ଷ୍ଟାର୍ଟ ହୋଇଯିବ। ହେଲେ ଯେତେବେଳେ ପୁଣି କାମ ଆରମ୍ଭ କରାଗଲା, କେଉଁ ଗାଡ଼ି ବି ଷ୍ଟାର୍ଟ ହେଲାନି। ସମସ୍ତେ ଚିନ୍ତାରେ ପଡ଼ିଗଲେ।
କାହାକୁ କିଛି ବୁଦ୍ଧିବାଟ ଦେଖାଯାଉନଥିଲା। କାରଣ ଆଉ ଅଳ୍ପ ସମୟ ପରେ ସ୍ନାନ କରିବାକୁ ଲୋକଙ୍କର ଭିଡ଼ ଲାଗିବାର ଥିଲା। ବହୁତ ସମୟ ଧରି ଯେତେବେଳେ ଅଚଳାବସ୍ଥା ଲାଗି ରହିଲା, ଇଞ୍ଜିନିୟରଙ୍କୁ ଡକାଗଲା। ଇଞ୍ଜିନିୟର ମାନେ ଆସି କାମରେ ଲାଗି ପଡ଼ିଲେ। ଯାଞ୍ଚ କରିବା ପରେ ସେମାନେ ବି ଦେଖିଲେ କି ସବୁ ମେସିନ ତ ଠିକ ଅଛି, ତଥାପି ମେସିନ ଷ୍ଟାର୍ଟ କାହିଁକି ହେଉନି? ମେସିନ ଠିକଠାକ ଥାଇ ବି ଷ୍ଟାର୍ଟ ହେଉନଥିବା କଥା ଜାଣିବା ପରେ ସମସ୍ତେ ଆଚମ୍ବିତ ହୋଇଗଲେ। ରାଧାନନ୍ଦ ମହାରାଜ ଏବେ ବି ସେହି ଘାଟରେ ଧ୍ୟାନ ମୁଦ୍ରାରେ ବସିଥିଲେ। ସେତେବେଳେ ଯାଏଁ ବି ସଫେଇ କାମ ଆରମ୍ଭ ହୋଇପାରିନଥିଲା। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ରହିଯାଇଥିଲେ। ଇଞ୍ଜିନିୟର ମାନଙ୍କ ଭିତରୁ ଜଣେ ଇଞ୍ଜିନିୟର ଯେତେବେଳେ ରାଧାନନ୍ଦ ମହାରାଜଙ୍କୁ ଦେଖିଲେ ପୁରା ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସାଙ୍ଗେ ସାଙ୍ଗେ ସେ ତାଙ୍କର ପାଦ ତଳେ ପଡ଼ିଗଲେ ଆଉ ରାଧାନନ୍ଦ ମହାରାଜ ତାଙ୍କୁ ଆଶୀର୍ବାଦ ଦେଲେ। ସେ ଇଞ୍ଜିନିୟର ସମସ୍ତଙ୍କୁ କହିଲେ କି ଇଏ ହେଉଛନ୍ତି ମହେଶ୍ୱରର ସିଦ୍ଧ ମହାରାଜ। ସେ ବହୁ ଚମତ୍କାରୀ ମହାରାଜ। ପିଲାଦିନେ ମତେ ଗୋଟିଏ ବିଷଧର ସାପ ଦଂଶନ କରିଥିଲା। ଏ ମହାରାଜା ନିଜ ଚମତ୍କାର ବଳରେ ମୋ ଜୀବନ ବଞ୍ଚାଇଥିଲେ। ଶୁଣିବା ପରେ ସେ ନଗର ନିଗମ ଅଧିକାରୀ ନିଜ ଭୁଲ ବୁଝିପାରିଲେ। ସେ ବୁଝିଗଲେ କି ଯଦି ନିୟମ ଅନୁସାରେ ଭୋର 4ଟାରେ ସ୍ନାନ କରିବାର କଥା ଥିଲା, ତାଙ୍କୁ ରୋକିବାର ନଥିଲା। ମୁଁ ତାଙ୍କୁ ସ୍ନାନରୁ ରୋକିବା ସହିତ ଏପଟ ସେପଟ କହିଲି, ଅପଶବ୍ଦ ବ୍ୟବହାର କଲି, ଆଉ ତାର ପରିଣାମ ସ୍ୱରୂପ ମେସିନ କାମ କରିବା ବନ୍ଦ କରିଦେଲା। ମହାରାଜ ହିଁ ଆମ ସମସ୍ୟାର ସମାଧାନ କରିପାରିବେ। ତାଙ୍କୁ ଆମେ କ୍ଷମା ମାଗିବାର ଅଛି। ସବୁ ଅଧିକାରୀମାନେ ଏକାଠି ହୋଇ ରାଧାନନ୍ଦ ମହାରାଜଙ୍କ ପାଖକୁ ଗଲେ। ତାଙ୍କ ଚରଣ ତଳେ ବସି ପଡ଼ିଲେ। କହିଲେ, ଆମେ ଜାଣିପାରିଲୁନି କି ଆପଣ ଜଣେ ଦିବ୍ୟ ଚମତ୍କାରୀ ସନ୍ଥ ମହାରାଜ ବୋଲି। ଆମର ବହୁତ ବଡ଼ ଭୁଲ ହୋଇଗଲା। ଆମେ ଆପଣଙ୍କୁ ସ୍ନାନ କରିବା ପାଇଁ ରୋକିବାର ନଥିଲା। ରାଧାନନ୍ଦ ମହାରାଜ ଏବେ ବି ବିନମ୍ର ଥିଲେ। ସେ ଅଧିକାରୀମାନଙ୍କୁ କହିଲେ କି ସବୁ ସାଧୁମାନେ ଚମତ୍କାରୀ ହେବା ଜରୁରୀ ନୁହେଁ। ଚମତ୍କାରୀ ହେଲେ ଯାଇ ଗଙ୍ଗା ସ୍ନାନ କରିବା ପାଇଁ ଅନୁମତି ଦିଆଯିବ, ସେମିତି କେବେ ବି ନୁହେଁ। ଗଙ୍ଗା ନଦୀ ଉପରେ ସାଧୁ ସନ୍ଥମାନଙ୍କର ସବୁଠୁ ପ୍ରଥମ ଅଧିକାର ଅଛି। ସେଠୁ ଅଧିକାରୀମାନେ ହାତ ଯୋଡ଼ି କହିଲେ କି ମହାରାଜ, ଏବେ ଆପଣ ଗଙ୍ଗା ନଦୀରେ ସ୍ନାନ କରନ୍ତୁ ଆଉ ଆମକୁ କ୍ଷମା କରିଦିଅନ୍ତୁ। ରାଧାନନ୍ଦ ମହାରାଜ ବୁଝି ଯାଇଥିଲେ କି ସବୁ ଅଧିକାରୀ ତାଙ୍କ ଭୁଲ ବୁଝିପାରିଛନ୍ତି ବୋଲି। ତାଙ୍କର ଗର୍ବ ଆଉ ନାହିଁ। ତେଣୁ ନମ୍ର ହୋଇ ମହାରାଜ ସେ ଅଧିକାରୀଙ୍କୁ କହିଲେ କି ତମେମାନେ ଏତେ ଚିନ୍ତା କାହିଁକି କରୁଛ? ଏବେ ସମୟ ବିତି ଯାଇନି। ଟିକେ ତମମାନଙ୍କର ଘଡ଼ିକୁ ଦେଖ, କେତେଟା ବାଜିଛି। ଯେତେବେଳେ ସବୁ ଅଧିକାରୀ ସେମାନଙ୍କର ଘଣ୍ଟାକୁ ଦେଖିଲେ, ସେମାନଙ୍କର ରୋମ ଟାଙ୍କୁରି ଉଠିଲା। କାହିଁକି ନା ସେତେବେଳକୁ ଭୋର 4ଟା ବାଜିଥିଲା। କେଉଁ ଅଧିକାରୀ ବୁଝିପାରୁନଥିଲେ କି ଏତେ ବଡ଼ ଚମତ୍କାର କେମିତି ହେଲା? କେମିତି ରାଧାନନ୍ଦ ମହାରାଜ ନିଜର ଚମତ୍କାର ବଳରେ ସମୟକୁ ବି ରୋକିଦେଲେ। ଏତେ ବଡ଼ ଚମତ୍କାର ଦେଖିକି ସବୁ ଅଧିକାରୀ ତାଙ୍କ ଗୋଡ଼ ତଳେ ପଡ଼ିଗଲେ ଆଉ ବାବାଙ୍କର ଜୟଗାନ କରିବାକୁ ଲାଗିଲେ। ଏହି ଚମତ୍କାର ଚାରିଆଡ଼େ ବ୍ୟାପିବା ପରେ ସବୁ ଲୋକ ତାଙ୍କ ପାଖରେ ଭିଡ଼ ଜମାଇଲେ ଆଉ ତାଙ୍କ ମହିମା ଚାରିଆଡ଼େ ପ୍ରଚାରିତ ହେବାକୁ ଲାଗିଲା। ତାପରେ ସେ ଠିକ୍ 4ଟାରେ ଗଙ୍ଗା ସ୍ନାନ କଲେ। ଅନ୍ୟପଟରେ ସବୁ ମେସିନ ଷ୍ଟାର୍ଟ ହୋଇଗଲା ଆଉ ସେମାନେ ସଫେଇ କାମରେ ଲାଗି ପଡ଼ିଲେ। ଏଥିରୁ ପ୍ରମାଣିତ ହୋଇଗଲା କି ସବୁ ମେସିନ ରାମାନନ୍ଦ ମହାରାଜଙ୍କର ଇସାରାକୁ ଅପେକ୍ଷା କରିଥିଲେ। ଯେମିତି ହିଁ ମହାରାଜ ଅଧିକାରୀଙ୍କର ଗର୍ବ ଖଣ୍ଡନ କଲେ, ସାଙ୍ଗେ ସାଙ୍ଗେ ମେସିନ ସବୁ କାମ କରିବା ଆରମ୍ଭ କରିଦେଲା। ଏଇଟା ମହାକୁମ୍ଭ ମେଳାର ସବୁଠୁ ବଡ଼ ଚମତ୍କାର ଥିଲା। ଏହି ଘଟଣା ଏବେ ଏବେ ହିଁ ଘଟିଯାଇଛି। ପ୍ରକୃତରେ ଏହି ଭୂମି ସାଧୁସନ୍ତଙ୍କର ଭୂମି ଅଟେ। ଏଠାରେ ନା ତ ସାଧୁସନ୍ତଙ୍କୁ ଅପମାନ କରାଯାଇପାରେ, ନା ତ ସେମାନଙ୍କୁ ଛୋଟ ବୋଲି ବିବେଚନା କରାଯାଇପାରେ। ଏ ଦେଶକୁ ଆଗେଇ ନେବା ପାଇଁ ସାଧୁସନ୍ଥମାନଙ୍କର ବଡ଼ ଭୂମିକା ରହିଛି। ଦେଶର ଲୋକଙ୍କୁ ସେମାନେ ଆଧ୍ୟାତ୍ମିକ ବାଟରେ ଆଗେଇ ନେଇଛନ୍ତି। ତେଣୁ କେବେ ବି ସାଧୁ ସନ୍ଥଙ୍କୁ ଅପମାନ କରିବା କଥା ନୁହେଁ, ଆଉ କେବେ ବି ସେମାନଙ୍କୁ ଛୋଟ ବୋଲି ବିବେଚନା କରିବା କଥା ନୁହେଁ। ତ କାହାଣୀ ଏତିକି ଥିଲା। ପୁରା କାହାଣୀକୁ ନେଇ ଆପଣ କ'ଣ ଭାବୁଛନ୍ତି କମେଣ୍ଟ ବକ୍ସରେ ମତ ଦେବେ। ନିଜର ନାଁ ଓ ଜାଗା ନାଁ ସହିତ ମତ ଦେଲେ ଆଗାମୀ ଭିଡିଓରେ ଆପଣଙ୍କର ନାଁ ଘୋଷଣା ହେବ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେବେ।
ଆଉ चैनल को सब्सक्राइब करी बेल आइकन को ऑन करदेबे। सिक्रेट स्टोरीज रो सब दर्शकों को अनेक अनेक धन्यवाद।